ଆପଣମାନଙ୍କୁ ସ୍ୱାଗତ ଆପଣଙ୍କର ପ୍ରିୟ ୟୁଟ୍ୟୁବ୍ ଚ୍ୟାନେଲ୍ ଏମ୍ଜେଏସ୍ ସ୍ମାଇଲ୍ ୱାର୍ଲ୍ଡକୁ। ଆଜିର ଲେଟରଟି ଆପଣମାନଙ୍କ ପାଇଁ ରହିଛି। ଆସ ସ୍କୁଲ ଯିବା ରାଜ୍ୟବ୍ୟାପୀ ଅଭିଯାନ ଅବସରରେ ସ୍ୱତନ୍ତ୍ର ଅଭିଭାବକ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା ଉନ୍ନୟନ କମିଟି ବୈଠକ ତା 16/8/2025 ଶନିବାର ଦିନ ଅନୁଷ୍ଠିତ ହେବ। ଲେଟରଟି ଆପଣଙ୍କର ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ତରଫରୁ କରାଯାଇଛି। ଲେଟର ନମ୍ବର ରହିଛି 8615, ଡେଟ୍ ରହିଛି 7/8/2025। ଲେଟରଟି ଆପଣଙ୍କର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓଡ଼ିଶା, ସମସ୍ତ ଜିଲ୍ଲା ପ୍ରକଳ୍ପ ସଂଯୋଜକ ସମଗ୍ର ଶିକ୍ଷା ଓଡ଼ିଶା, ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ ଓଡ଼ିଶା, ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ସରକାରୀ ଅନୁଦାନପ୍ରାପ୍ତ ଓ SST ବିଦ୍ୟାଳୟ ପାଖକୁ କରାଯାଇଛି। ଏଠି କିଛି ରେଫରେନ୍ସ ଲେଟର ନମ୍ବର ମଧ୍ୟ ଆପଣମାନଙ୍କ ପାଇଁ ରହିଛି। ଉପରୋକ୍ତ ସୂଚିତ ବିଷୟବତୀ ଦୃଷ୍ଟି ଆକର୍ଷଣ ପୂର୍ବକ ଜଣାଅଛି ଯେ ରାଜ୍ୟରେ ଜନ୍ମରୁ 18 ବର୍ଷ ବୟସର ପିଲାମାନଙ୍କୁ ଚିହ୍ନଟ କରିବା ଓ ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କୁ ବିଦ୍ୟାଳୟର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ ରାଜ୍ୟ ସରକାରଙ୍କ ତରଫରୁ ସମ୍ପାଦିତ ହୋଇଅଛି। ଜାତୀୟ ଶିକ୍ଷାନୀତି 2020କୁ ଆଧାର କରି ରାଜ୍ୟ ସରକାର ସମସ୍ତ ପିଲାମାନଙ୍କୁ ବିଦ୍ୟାଳୟରେ ନାମ ଲେଖାଇ ବିକଶିତ ଓଡ଼ିଶା ଗଢ଼ିବାର ସଂକଳ୍ପ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ତା 30/7/2025 ତାରିଖରେ ସାରା ରାଜ୍ୟରେ ଦ୍ୱିତୀୟ ଅଭିଭାବକ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି, ଯେଉଁଥିରେ କି ଆସ ସ୍କୁଲ ଯିବା ଅଭିଯାନ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଅଛି। ମାତ୍ର ଏହି କ୍ରମରେ ଆସ ସ୍କୁଲ ଯିବା ରାଜ୍ୟବ୍ୟାପୀ ଅଭିଯାନକୁ ବ୍ୟାପକ କରି ଜନ ସଚେତନତା ସୃଷ୍ଟି କରିବା ପାଇଁ ଏକ ସ୍ୱତନ୍ତ୍ର ଅଭିଭାବକ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା ଉନ୍ନୟନ କମିଟି ବୈଠକ ତା 16/8/2025 ତାରିଖ ଶନିବାର ଦିନ ସାରା ରାଜ୍ୟରେ ବିଦ୍ୟାଳୟଗୁଡ଼ିକରେ ଅନୁଷ୍ଠିତ ହେବ। ଏହି ବୈଠକରେ ଅଧାରୁ ପାଠ ଛାଡ଼ିଥିବା, ଆଦୌ ନାମ ଲେଖାଇ ନଥିବା ଏବଂ ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଆସ ସ୍କୁଲ ଯିବା ଅଭିଯାନର ପ୍ରାକ୍ ପ୍ରସ୍ତୁତି, ବିଦ୍ୟାଳୟ ସ୍ତରରେ ବହୁଳ ପ୍ରଚାର ଓ ପ୍ରସାର, ସରକାରଙ୍କ ଦ୍ୱାରା ଉପଲବ୍ଧ ହେଉଥିବା ବିଭିନ୍ନ ସୁବିଧା ସୁଯୋଗ, ପଦଯାତ୍ରା, ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କର ନାମ ଲେଖା, ଆଞ୍ଚଳିକ ସ୍ତରରେ ଶିକ୍ଷା ସଭା ଇତ୍ୟାଦି ଆୟୋଜନ କରାଯିବ। ଏତଦ୍ ବ୍ୟତୀତ ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ ନିମନ୍ତେ ଜିଲ୍ଲା, ବ୍ଲକ, ଆଞ୍ଚଳିକ ସାଧନ କେନ୍ଦ୍ର ଓ ବିଦ୍ୟାଳୟ ସ୍ତରରେ ବିଭିନ୍ନ କମିଟି ଗଠନ କରାଯାଇ ଏହାର କାର୍ଯ୍ୟାବଳୀଗୁଡ଼ିକୁ ସୁଚାରୁ ରୂପେ ସମ୍ପାଦନ କରାଯିବ। ଏହି କାର୍ଯ୍ୟକ୍ରମରେ ଆପଣମାନଙ୍କର ସହଯୋଗ ଏକାନ୍ତ ଆବଶ୍ୟକ। ଏ ସମ୍ବନ୍ଧରେ ପୂର୍ବରୁ ପ୍ରେରଣ କରାଯାଇଥିବା ଉପରୋକ୍ତ ପତ୍ରର ନିର୍ଦ୍ଦେଶନାମା ଅନୁଯାୟୀ ଆପଣମାନେ କାର୍ଯ୍ୟକ୍ରମଟିକୁ ସୁଚାରୁ ରୂପେ ସମ୍ପାଦନ କରିବେ ଓ ନିର୍ଦ୍ଦିଷ୍ଟ ଫର୍ମାଟରେ ତଥ୍ୟ ସଂଗ୍ରହ କରି ରାଜ୍ୟ ପ୍ରକଳ୍ପ କାର୍ଯ୍ୟାଳୟକୁ ପଠାଇବେ। ଗୋଷ୍ଠୀ ଓ ବିଦ୍ୟାଳୟ ମଧ୍ୟରେ ଏକ ସମନ୍ୱୟ ସ୍ଥାପନ କରି ଏହି କାର୍ଯ୍ୟକ୍ରମଟିକୁ ପୂର୍ବ ନିର୍ଦ୍ଧାରିତ ନିୟମାବଳୀ ଅନୁଯାୟୀ ଯଥାରୀତି ସମ୍ପାଦନ କରିବେ। ଏହି ବୈଠକରେ ଆଲୋଚନା ହେବାକୁ ଥିବା ବ୍ୟାନର, ସୂଚନାପତ୍ର, ଶପଥ ପାଠ ଏବଂ ଜିଲ୍ଲାୱାରୀ ବିଦ୍ୟାଳୟୱାରୀ ଖର୍ଚ୍ଚ ରାଜ୍ୟ ସ୍ତରରୁ ଖୁବ୍ ଶୀଘ୍ର ଆପଣମାନଙ୍କୁ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରେରଣ କରାଯିବ। ଏ ସମ୍ପର୍କିତ ବ୍ୟାନର, ସୂଚନାପତ୍ର, ଶପଥ ପାଠ ଏବଂ ଜିଲ୍ଲାୱାରୀ ବିଦ୍ୟାଳୟୱାରୀ ଖର୍ଚ୍ଚ ତାଲିକା ପ୍ରାପ୍ତ ହେବା ପରେ ଏହାକୁ ବିଦ୍ୟାଳୟକୁ ନିଶ୍ଚିତ ଭାବେ ପ୍ରେରଣ କରିବେ। ଏହି ପତ୍ରଟି ଯେପରି ପ୍ରତ୍ୟେକ ବିଦ୍ୟାଳୟରେ ଉପଲବ୍ଧ ହେବ ତାହାକୁ ନିଶ୍ଚିତ କରିବେ। ତେଣୁ ଏଠି ଆପଣମାନଙ୍କ ପାଇଁ ଗୋଟେ ଫର୍ମାଟ୍ ରହିଛି। ଏଠି ଆପଣ ଜାଣିଛନ୍ତି ଗୋଟେ ରିପୋର୍ଟିଂ ଫର୍ମାଟ୍ ରହିଛି। ଓକେ, ତ ଇଏ ରହିଛି ଆପଣଙ୍କର ଡିଟେଲ୍ସ ଏ ଲେଟରର PDF। ମୁଁ ଆପଣଙ୍କୁ ସିମ୍ପଲି ଏ ଭିଡ଼ିଓ ଡେସ୍କ୍ରିପ୍ସନ୍ ବକ୍ସରେ ଦେଇଦେବି। ତା ସହିତ ଆପଣଙ୍କର ଆସ ସ୍କୁଲ ଯିବା କ୍ୟାମ୍ପେନ୍ ରିଲେଟେଡ୍ ଯାହା ବି ଇନଫର୍ମେସନ୍ ଥିଲା ତାର ଲିଙ୍କ୍ ଗୁଡ଼ିକ ଆପଣ ଏ ଭିଡ଼ିଓ ଡେସ୍କ୍ରିପ୍ସନ୍ ବକ୍ସରୁ ପାଇପାରିବେ। ଧନ୍ୟବାଦ।